ମୁଁ ପ୍ରଥମେ ମ୍ୟାଡ଼ାମଙ୍କ ସହିତ ଦେଖା କରିକିରି ମୁଁ ଗୋଟେ ପ୍ରପୋଜାଲଟା ଦେଇଛି ରାୟଗଡ଼ା ଡେଭଲପମେଣ୍ଟ ପାଇଁ, ଯେଉଁଟାକି ଆମେ ବସ୍ ଷ୍ଟାଣ୍ଡରେ ଗଲେ ଏବେ ଯେଉଁ ନୂଆ ବସ୍ ଷ୍ଟାଣ୍ଡ ଆମର ଅଛି ସେଠି କୌଣସି ପାର୍କିଂ ବ୍ୟବସ୍ଥାଟା ନାହିଁ କି ଜାଗା ବି କୌଣସି ଜାଗା ନାହିଁ। ଯଦି ଆମେ 4 wheel ଗାଡ଼ି କି 2 wheel ଗାଡ଼ି ଧରିକିରି ଯିବା ତାହେଲେ ସେଠି ରଖିବା ପାଇଁ ଜାଗା ବ୍ୟବସ୍ଥା କିଛି ନାହିଁ। ପୁଣି ଏତେ ଗହଳି ସେଠି କୌଣସି ଗାଡ଼ି ମଧ୍ୟ ସେଠି ରଖିବା ପାଇଁ ବ୍ୟବସ୍ଥା କରାଯାଏ ନାହିଁ। ସେଥିପାଇଁ ମୁଁ ଗୋଟେ ଛୋଟ ପ୍ରପୋଜାଲ ଗୋଟେ ଦେଲି ଏବଂ ମ୍ୟାପ୍ ସହିତ ମ୍ୟାଡ଼ାମକୁ ମୁଁ ଦେଖେଇଥିଲି। ଯଦି ପାଖର ଜମି ଗୋଟେ ଅଛି ସେବା ସମାଜର 80 ସେଣ୍ଟ ଅଛି ସେଇଟା, ଏବଂ ବସ୍ଷ୍ଟାଣ୍ଡ ପାଇଁ ବୋଲିକିରି ପ୍ଲଟ୍ ନମ୍ବରଟା 410 ଖାତା ନମ୍ବର 1507 ଏବଂ 2.9 ଏକର୍ସ ଲ୍ୟାଣ୍ଡ ଅଛି ସେଇଟା। ପୁଣି ସେ ପାଖରୁ ଯେଉଁଟା ରାମାଟେକ୍ ଯିବା ରାସ୍ତାରୁ ଆଉ ପାଖରେ ଯଦି ଦେଖିବା ସେଇଟା ହେଉଛି ଏକ୍ସଟେନସନ୍ ରେଲୱେ ଅଫିସ୍, ଏବଂ ସେ ଚାରିଆଡ଼େ ବାଉଣ୍ଡରୀଟା ପୁରା ବଣ ହେଇକିରି ଅଛି। ଆର୍କେ ନଗର ପୁରା ରେଲୱେ ଜାଗାଟା ସେଇଟା 2.28 ଏକର୍ସ ଲ୍ୟାଣ୍ଡ ଅଛି। ଯଦି ଆମେ ସରକାର ଖାତାକୁ ଆଣିକିରି ସରକାର ଜମିକି ଯଦି ଆମେ ରେଲୱେକୁ ଦେବା ତାହେଲେ ନିଶ୍ଚିତ ଭାବରେ ସେଇଠି ଗୋଟେ ପ୍ରାଇଭେଟ୍ ବସ୍ଷ୍ଟାଣ୍ଡ ହେଇପାରିବ ଏବଂ ଆମର ଟ୍ୟାକ୍ସି ଷ୍ଟାଣ୍ଡ ମଧ୍ୟ ଗୋଟେ ହେଇପାରିବ, ଅଟୋ ଷ୍ଟାଣ୍ଡ ମଧ୍ୟ ହେଇପାରିବ ଏବଂ ସେଠି ଲୋକ ଆସିବା ଯିବା ଆସିବା ଲୋକଙ୍କର ଯେଉଁଠି ଆମର ଗାଡ଼ିର ପାର୍କିଂ ବ୍ୟବସ୍ଥା ମଧ୍ୟ ହେଇପାରିବ। ସେଥିପାଇଁ ମୁଁ ଜିଲ୍ଲାପାଳ ମ୍ୟାଡ଼ାମଙ୍କୁ ମୁଁ ତାର ମ୍ୟାପ୍ ସହିତ ମୁଁ ଦେଖିକି ମୁଁ କହୁଥିଲି ଏ ପ୍ରକାର ଯଦି ବ୍ୟବସ୍ଥା କଲେ ରାୟଗଡ଼ାରେ ଭଲ ବସ୍ଷ୍ଟାଣ୍ଡ ଗୋଟେ ହେବ, ଗଭର୍ଣ୍ଣମେଣ୍ଟ ବସ୍ଷ୍ଟାଣ୍ଡ ହେବ ଏବଂ ପ୍ରାଇଭେଟ୍ ବସ୍ଷ୍ଟାଣ୍ଡ ହେବ। ନା ନିଶ୍ଚିତ ଭାବରେ ଆର ପ୍ରତି ମୁଁ ଦୃଷ୍ଟି ଦେବି। ତାପରେ ଆପଣମାନଙ୍କର ମଧ୍ୟ ରେଲୱେ ଜାଗା ସେଠି ନିଶ୍ଚିତ, ସେଥିପାଇଁ ଆପଣମାନେ ମଧ୍ୟ ଟିକେ ଉପର ଲେଭେଲରେ କଥା ମୁଁ ମ୍ୟାଡ଼ାମକୁ ମଧ୍ୟ ମୁଁ ଜଣେଇଲି, ମାନ୍ୟବର ସାଂସଦଙ୍କୁ ମଧ୍ୟ ମୁଁ ଚିଠି କରିଛି। ମ୍ୟାଡ଼ାମ ଏଇଟା ନିଶ୍ଚିତ ଭାବରେ ଏଇଟା ଯଦି କାର୍ଯ୍ୟରେ ଲାଗିଲେ ଆମର ରାୟଗଡ଼ାଟା ବହୁତ ଲୋକ ଉପକୃତ ହେବେ ଏବଂ ସୁରୁଖୁରୁରେ ପ୍ରାଇଭେଟ୍ ବସ୍ଷ୍ଟାଣ୍ଡ ଗୋଟେ ହେଇଯିବ ଏବଂ ଗଭର୍ଣ୍ଣମେଣ୍ଟ ବସ୍ଷ୍ଟାଣ୍ଡ ବି ଏବଂ ଲୋକଙ୍କର ବି ସୁବିଧା ଭଲ ହେବ।